ଶ୍ରୋତାମାନଙ୍କୁ ଆମର ଏହି ଆଲୋଚନାକୁ ସ୍ୱାଗତ। ସ୍ୱାଗତ। ଆଜି ଆମେ ଆମ ସମସ୍ତଙ୍କର ପ୍ରିୟ ଫକୀର ମୋହନ ସେନାପତିଙ୍କ କାଳଜୟୀ ସୃଷ୍ଟି ମାମୁଁ ଉପନ୍ୟାସର ତୃତୀୟ ଅଧ୍ୟାୟ ଚାନ୍ନମଣି ବିଷୟରେ କଥା ହେବା। ବହୁତ ସୁନ୍ଦର ଅଧ୍ୟାୟଟି। ଆରମ୍ଭରୁ ଆମର କିଛି ଶ୍ରୋତା ଯେଉଁମାନେ ଏହି ପ୍ରୟାସକୁ ଆର୍ଥିକ ସହଯୋଗ କରୁଛନ୍ତି ସେମାନଙ୍କୁ ଆମର ଆନ୍ତରିକ ଧନ୍ୟବାଦ। ହଁ, ସେମାନଙ୍କ ସମର୍ଥନ ଆମ ପାଇଁ ବହୁତ ମୂଲ୍ୟବାନ। ଯଦି ଆପଣମାନଙ୍କୁ ଆମର ଏହି ଓଡ଼ିଆ ଆଲୋଚନା ଭଲ ଲାଗୁଥାଏ ଆପଣ ବି ଆମ ଅନୁରଣକୁ ସମର୍ଥନ କରିପାରିବେ। ସ୍କ୍ରିନ୍ରେ ଦିଆଯାଇଥିବା QR କୋଡ୍ ସ୍କାନ୍ କରି କିଛି ସାହାଯ୍ୟ କରିପାରନ୍ତି। ଅଥବା ଆହୁରି ଅଧିକ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଏହାକୁ ସେୟାର କରନ୍ତୁ, ସେଇଟା ବି ବଡ଼ ସାହାଯ୍ୟ ହେବ। ଏକଦମ। ଆଉ ପୁରା ଆଲୋଚନାଟି ଶେଷ ପର୍ଯ୍ୟନ୍ତ ଶୁଣିବାକୁ ଅନୁରୋଧ, କାରଣ ଗଳ୍ପର ପୁରା ମଜା ଆଉ ପରବର୍ତ୍ତୀ ଅଧ୍ୟାୟର ସୂଚନା ବି ଶେଷରେ ମିଳିବ। ଠିକ୍ ଅଛି, ତେବେ ଆସନ୍ତୁ କାହାଣୀ ଭିତରକୁ ଯିବା। ତ ପରିବାର କଟକ ଆସିଛନ୍ତି। ବର୍ଷେ ବିତି ଯାଇଛି। ଆଉ ଦାଶରଥୀ ଦାସଙ୍କ ଘରେ ଗୋଟିଏ କନ୍ୟା ସନ୍ତାନ ଜନ୍ମ ନେଉଛି। ସମୟଟା ବି ବଡ଼ ନିଆରା, ମାଘ ପୂର୍ଣ୍ଣିମା। ଆଉ ଠିକ୍ ଯେତେବେଳେ ଚନ୍ଦ୍ର ଉଦୟ ହେଉଛନ୍ତି। ଏ ସମୟର ଚୟନ ପଛରେ କିଛି କାରଣ ଥିବ ବୋଧେ? ନିଶ୍ଚୟ। ଫକୀରମୋହନ ବୋଧହୁଏ ଚାହୁଁଥିଲେ ଏଇ ଶିଶୁର ଆଗମନକୁ ଗୋଟେ ଶୁଭ ସଂକେତ ଦେବା ପାଇଁ। ମାଘମୟ ପୂର୍ଣ୍ଣିମା, ଚନ୍ଦ୍ର ଉଦୟ, ସବୁ ମିଶି ଗୋଟେ ପବିତ୍ର ଆଉ ସୁନ୍ଦର ପରିବେଶ। ଆଚ୍ଛା, ଆଉ ସବୁଠୁ ଆଶ୍ଚର୍ଯ୍ୟ କଥା ହେଲା ପିଲାଟିର କାନ୍ଦଣା। ହଁ, ସେଇଟା ତ ବଡ଼ ଅଦ୍ଭୁତ। ଲେଖା ହେଇଛି, ସାଧାରଣ ପିଲାଙ୍କ ପରି କାନ୍ଦ ନୁହେଁ। ଯେମିତି କିଏ ବୀଣା ବଜଉଛି। ଏମିତି କେମିତି ସମ୍ଭବ? ଏଇଟା କ'ଣ ଖାଲି ଗୋଟେ କବିର କଳ୍ପନା? ହୋଇପାରେ। ମାନେ ଲେଖକ ହୁଏତ ପିଲାଟିର ଅସାଧାରଣ ସୌନ୍ଦର୍ଯ୍ୟ ଆଉ ଭବିଷ୍ୟତକୁ ସୂଚାଇବା ପାଇଁ ଏମିତି ଲେଖିଛନ୍ତି। ତା ସ୍ୱରରେ କଷ୍ଟ ନଥିଲା, ଥିଲା ମଧୁରତା। ଏଇଟା ଇଙ୍ଗିତ ଦେଉଛି ଯେ ସେ ସାଧାରଣ ନୁହେଁ। କଥାଟା ଗଭୀର। ଆଉ ମା ସରସ୍ୱତୀ ଦେଈଙ୍କ ଖୁସି ତ ଦେଖିବା କଥା। ଏକଦମ ଗୋଡ଼ ତଳେ ଲାଗୁନି। ସେତେବେଳେ ତ ଝିଅ ଜନ୍ମ ହେଲେ ଶଙ୍ଖ ବଜାଉନଥିଲେ ବୋଲି ଶୁଣାଯାଏ। ହଁ, ସାଧାରଣତଃ ସେମିତି ହୁଏ। କିନ୍ତୁ ସରସ୍ୱତୀ ଦେଈ ଏତେ ଆନନ୍ଦିତ ଯେ ସବୁ ନିୟମ ଭୁଲି ଯାଇଛନ୍ତି। ମୁଣ୍ଡ ମୁକୁଳା କରି ଶଙ୍ଖ ବଜେଇଦେଲେ। ଏଇଟା ଗୋଟେ ପ୍ରକାର ସାମାଜିକ ନିୟମ ବିରୁଦ୍ଧରେ। ମାର ମମତା ନା, ନିଶ୍ଚୟ। ମାତୃ ହୃଦୟର ସେ ଯୋ ଆବେଗ, ତା ଆଗରେ ସାମାଜିକ ରୀତିନୀତି ହାର ମାନିଯାଏ ବେଳେବେଳେ। ସରସ୍ୱତୀ ଦେଈଙ୍କର ଚରିତ୍ର ଏଠି ସେ ସମୟ ପାଇଁ ବି ଟିକେ ଅଲଗା। ଆଉ ତାପରେ ଆସୁଛି ପିଲାଟିର ରୂପ ବର୍ଣ୍ଣନା। ବାଃ, କି ଅପୂର୍ବ! ଫକୀରମୋହନଙ୍କ ଲେଖନୀର ଯାଦୁ ଏଠି ଦେଖିବାକୁ ମିଳେ। ଭଲ କାରିଗର ହାତଗଢ଼ା ସୁନାର ପ୍ରତିମାଟିଏ ପରି। ପୁଣି ମୁଣ୍ଡାର କେଶ, ମୁହଁ, ଆଖି, ନାକ, ହାତ, ପାଦ ଗୋଟି ଗୋଟି କରି ବର୍ଣ୍ଣନା। ହଁ, ରେଶମ ସୂତା ପରି କେଶ, ପଦ୍ମଫୁଲ ପରି ମୁହଁ, ନୀଳକେଇଁ ଆଖି, ଖଣିଲାଧାର ନାକ। ହାତ ପାପୁଲି ଯେମିତି ଅଳତା ବଳା ହେଇଛି। ନଖଗୁଡ଼ା ରୂପା ପରି ଧଳା। ଏ ବର୍ଣ୍ଣନା କେବଳ ବାହ୍ୟ ସୌନ୍ଦର୍ଯ୍ୟ କଥା କହୁନି। ଏହା ଏକ ଦିବ୍ୟ, ଅଲୌକିକ ରୂପର ଚିତ୍ର ଦେଉଛି। ଯେମିତି ସତରେ କୋଉ ଦେବକନ୍ୟା ଓହଲି ଆସିଛି। ଏଇ ସୌନ୍ଦର୍ଯ୍ୟ ହିଁ ବୋଧେ ତା ନାଁ ଚାନ୍ଦମଣିର କାରଣ ହେବ ଆଗକୁ। ହୋଇପାରେ। ଏ ରୂପ ହିଁ ତାକୁ ଅନ୍ୟମାନଙ୍କଠାରୁ ଅଲଗା କରୁଛି ଆରମ୍ଭରୁ। ଏତେ ଅଲୌକିକ ଜନ୍ମ ଆଉ ରୂପା ପରେ କାହାଣୀ କିନ୍ତୁ ପୁଣି ପାରମ୍ପରିକ ରୀତିନୀତି ଆଡ଼କୁ ଯାଉଛି। ପଞ୍ଚୁଆତି, ଷଠିଘର ପୂଜା। ହଁ, 5 ଦିନରେ ପଞ୍ଚୁଆତି, 6 ଦିନରେ ଷଠିଘର, ଏସବୁ ସେ ସମୟର ଅତି ଗୁରୁତ୍ୱପୂର୍ଣ୍ଣ ବିଧି। ସରସ୍ୱତୀ ଦେଈ ନିଜେ କାଦୁଅ ଲେପି ଘର ତିଆରି କରୁଛନ୍ତି। 2.5 କୋଡ଼ି କିଣା ହେଉଛି। ଏ ଷଷ୍ଠୀ ପୂଜାର ମହତ୍ଵ କ'ଣ ଥିଲା? ଷଷ୍ଠୀ ଦେବୀଙ୍କୁ ଶିଶୁର ଭାଗ୍ୟବିଧାତା ବୋଲି ବିଶ୍ୱାସ କରାଯାଉଥିଲା। ମାନେ ସେ ହିଁ ପିଲାର ଭଲ ମନ୍ଦ ଲେଖିବେ। ତେଣୁ ତାଙ୍କୁ ସନ୍ତୁଷ୍ଟ କରିବା, ପିଲାର ମଙ୍ଗଳ ମନାସିବା ପାଇଁ ଏ ପୂଜା। ଆଚ୍ଛା, ସେଥିପାଇଁ ଏତେ ଆୟୋଜନ? 7 ଫଡ଼ା ଚିତଉ ପିଠା, ଭଜା, ଗୁଳ, ମିଠାଇ। ହଁ, ଆଉ ସେ ଶିଳପୁଆକୁ ଷଷ୍ଠୀ ଦୁଝେଇ ମା କରି ପୂଜା କରିବା, ହଳଦିଆ କନା ପିନ୍ଧେଇ ସ୍ଥାପନା କରିବା। ଶିଳପୁଆ କାହିଁକି? ଦେଖନ୍ତୁ, ଲୋକ ପରମ୍ପରାରେ ପ୍ରକୃତିର ବସ୍ତୁକୁ ପୂଜା କରାଯାଏ। ପଥର ସ୍ଥାୟୀ, ଶକ୍ତ, ତେଣୁ ତାକୁ ଦେବୀଙ୍କର ପ୍ରତୀକ ଭାବି ପୂଜା କରିବା ଏକ ସାଧାରଣ ବିଶ୍ୱାସ। ରାତିରେ ମା ନିଜେ ପୂଜା କରୁଛନ୍ତି, ମୁଣ୍ଡରେ ଦୁବ ବରକୋଳି ପତ୍ର ରଖି। ପୁଣି ପିଲାକୁ ଧରି ସେଇଠି ବସୁଛନ୍ତି। ଆଉ 7 ଜଣ ଅହିଆ ସ୍ତ୍ରୀ ଆସି ଧନ ଦୁବ ଦେଇ ଆଶୀର୍ବାଦ କରୁଛନ୍ତି। ଏହା ଏକ ସାମୂହିକ ମଙ୍ଗଳ କାମନା, ସମାଜର ସ୍ୱୀକୃତି ବି। ଏସବୁ ଭିତରେ ସବୁଠୁ ରହସ୍ୟମୟ ଲାଗେ ସେ ତାଳପତ୍ର ଆଉ ଲେଖନୀ ରଖିବା କଥା। ହଁ, ହଳଦୀ ପାଣିରେ ଗୋଳା ତାଳପତ୍ର ଆଉ ଲେଖନୀ, ତାକୁ ଷଷ୍ଠୀ ମାଙ୍କ ଆଗରେ ରଖି କବାଟ ବନ୍ଦ କରିଦିଆଯାଏ। କୁଆଡ଼େ ରତିସାରା ଖୋଲିବନି। ବିଶ୍ୱାସ ଯେ ଷଷ୍ଠୀ ମା ନିଜେ ଆସି
ପିଲାର ଭାଗ୍ୟ ଲେଖିଦେବେ। ଏଇଟା ସେଇ ସମୟର ଗଭୀର ବିଶ୍ୱାସ। ଆଜି ଆମକୁ ଅନ୍ଧବିଶ୍ୱାସ ଲାଗିପାରେ, କିନ୍ତୁ ସେତେବେଳେ ଶିଶୁ ମୃତ୍ୟୁହାର ବେଶୀ ଥିଲା, ଭବିଷ୍ୟତ ଅନିଶ୍ଚିତ ଥିଲା, ତେଣୁ ଲୋକେ ଏମିତି ଅଦୃଶ୍ୟ ଶକ୍ତି ଉପରେ ଭରସା କରୁଥିଲେ। ହଁ, ଭବିଷ୍ୟତ ଜାଣିବାର ଏକ ଆଗ୍ରହ ଆଉ ଭୟ ମିଶାମିଶି ଭାବନା। ଫକୀରମୋହନ କିନ୍ତୁ ଏହାକୁ ସମାଲୋଚନା କରୁନାହାନ୍ତି, କେବଳ ଯାହା ଘଟୁଥିଲା ତାକୁ ଦେଖାଉଛନ୍ତି। ଠିକ୍। ଆଉ ସେହି ତାଳପତ୍ରକୁ ଆଧାର କରି ହିଁ ନବମ ଦିନ କୋଷ୍ଠୀ ତିଆରି ହେଉଛି। ହଁ, ସେଥିପାଇଁ ଆସୁଛନ୍ତି ଅବଧାନ, ସଦାଶିବ ଖଡ଼ିରତ୍ନ। ତାଙ୍କ ଚେହେରା ବର୍ଣ୍ଣନା ବି ମଜାଦାର। କାଖରେ ପାଞ୍ଜି, ହାତରେ ବାଡ଼ି, ସେ ସମୟର ଅବଦାନଙ୍କ ଗୋଟେ ଚିତ୍ର। ଏକଦମ। ଆଉ ତାଙ୍କ ପୂଜାବିଧି, ରାଶିଚକ୍ର ଆଙ୍କିବା, ଗ୍ରହ ନକ୍ଷତ୍ର ସ୍ଥାପନା କରିବା, ଶ୍ଲୋକ ବୋଲିବା, ଏସବୁ ଗୋଟେ ପାରମ୍ପରିକ ଦୃଶ୍ୟ। ଆଉ ତାପରେ ସେ ଦେଉଛନ୍ତି ସେ ବଡ଼ ଭବିଷ୍ୟବାଣୀ। ହଁ, କହୁଛନ୍ତି ଏ କନ୍ୟା ତ ନୁହେଁ, ଏଇଠି ଦେବକନ୍ୟା। 1,10,000 ମଧ୍ୟରେ ଗୋଟାଏ କୋଷ୍ଠୀ ଦେଖିଲି ଏକା। ବାପା ମାଙ୍କ ଛାତି ତ କୁଣ୍ଡେ ମୋଟେ ହୋଇଯାଇଥିବ। ନିଶ୍ଚୟ। କିଏ ବା ନ ଶୁଣିବାକୁ ଚାହିଁବ ଯେ ତା ଝିଅ ରାଣୀ ହେବ, ପୁଅ ଜନ୍ମ କରିବ, ଅମାପ ଧନ ପାଇବ। ହେଲେ ସେଇଠି ଗୋଟେ କିନ୍ତୁ ଅଛି। ହଁ, ସେଇଠି ଫକୀରମୋହନଙ୍କ ଚତୁରତା। ଭଲ କଥା ସାଙ୍ଗରେ ସେ ଖରାପର ଆଭାସ ବି ଦଉଛନ୍ତି। କହୁଛନ୍ତି ତବେ ଗ୍ରହସ୍ଥାନ କହୁଛି ଭାଇ ଯୋଗେ କଷ୍ଟ, ପତି ଯୋଗେ କଷ୍ଟ। ଏଇଟା ଶୁଣି ସରସ୍ୱତୀ ଦେଈଙ୍କର ମନରେ କେମିତି ଲାଗିଥିବ? ଏଇଟା ଗୋଟେ ବଡ଼ ମୋଡ଼। ଗୋଟେ ପଟେ ଏହା ସେ ସମୟର ଜ୍ୟୋତିଷ ଚର୍ଚ୍ଚାର ବାସ୍ତବତା, ଅନ୍ୟପଟେ ସାହିତ୍ୟ ଦୃଷ୍ଟିରୁ ଏହା ଫୋରସାଡୋଇଂ, ମାନେ ଆଗକୁ କ'ଣ ଘଟିପାରେ ତାର ସୂଚନା। ଲେଖକ ଆମକୁ ପ୍ରସ୍ତୁତ କରୁଛନ୍ତି ଆଗାମୀ ଦୁଃଖ ପାଇଁ। ହଁ, ଆଉ ଏ କଷ୍ଟରୁ ବଞ୍ଚିବା ପାଇଁ ପ୍ରାୟଶ୍ଚିତ୍ତର ବ୍ୟବସ୍ଥା। ଏଇଠି ଆଉ ଗୋଟେ ଦିଗ ବି ଅଛି। କୋଉ ଦିଗ? ସେ ସମୟରେ ଧର୍ମ ବା ଜ୍ୟୋତିଷ ନାଁରେ କେମିତି ଲୋକଙ୍କୁ କିଛି ଅର୍ଥ ଆଦାୟ କରାଯାଉଥିଲା, ତାହାର ଏକ ସୂକ୍ଷ୍ମ ଇଙ୍ଗିତ। ଓହୋ, ହଁ ତ ସରସ୍ୱତୀ ଦେଈ ଯେତେବେଳେ ପଚାରୁଛନ୍ତି କ'ଣ ପ୍ରାୟଶ୍ଚିତ୍ତ କରିବାକୁ ହେବ, ଆଉ ଖଡ଼ିରତ୍ନ ଉପାୟ ବତେଇ ନିଜର ଚାଉଳ ଆଉ ଦକ୍ଷିଣା ନେଇ ଚାଲିଯାଉଛନ୍ତି। ହଁ, ସେଇ ଦୃଶ୍ୟଟି ସେ ହିଁ କହୁଛି। ଏହାପରେ ଆସିଲା ନାମକରଣ ଦିନ। ଏଠି ପୁଣି ଅଲଗା ଅଲଗା ମତ। ହଁ, ବାପା ଦାଶରଥୀ ଦାସ ଭାବୁଛନ୍ତି ଝିଅ ତାଙ୍କ ପାଇଁ ଲକ୍ଷ୍ମୀ ପରି, କାରଣ ତାଙ୍କର ନାଜରାତି କାମ ଦିନ ହିଁ ଜନ୍ମ ହୋଇଛି, ତେଣୁ ନାଁ ଦେବାକୁ ଚାହୁଁଛନ୍ତି ଲକ୍ଷ୍ମୀ। ଆଉ କିଏ କହୁଛି ଅନ୍ନପୂର୍ଣ୍ଣା, ବୋଧେ ସେ ରାଣୀ ହେବା କଥା ଭାବି। ହଁ, ଏସବୁ ପିଲାର ଭବିଷ୍ୟତକୁ ନେଇଥିବା ଆଶା। କିନ୍ତୁ ଶେଷ କଥା କହିଲେ ମା ସରସ୍ୱତୀ ଦେଈ। ତାଙ୍କ ଯୁକ୍ତି କେତେ ସରଳ ଆଉ ମନଛୁଆଁ। କହିଲେ, ମୋତେ ଲାଗୁଛି ସ୍ୱର୍ଗରୁ ଚାନ୍ଦ ଓହ୍ଲାଇ ଆସିଛି। ମୋ ଝିଅର ନାଁ ହେବ ଚାନ୍ଦମଣି। ବେଶ୍, ଏଇ ନାଁ ହିଁ ରହିଲା। ଏଇ ନାଁଟି ତାର ରୂପ, ତାର ଜନ୍ମ ସମୟ ଆଉ ସବାବଡ଼ କଥା ମାର ଅନୁଭବ ସହ ପୂରାପୂରି ମିଶି ଯାଉଛି। ଅବଧାନ ବି କହିଥିଲେ ଚ ଅକ୍ଷରରୁ ରାଶି ନାମ ହେବ। ହଁ, ସବୁ ମିଶିଗଲା। ଚାନ୍ଦମଣି ନାଁ ହିଁ ଚୂଡ଼ାନ୍ତ ହେଲା। ତେବେ ଏ ପୂରା ଅଧ୍ୟାୟଟାକୁ ଦେଖିଲେ ଜନ୍ମରୁ ନାମକରଣ ଯାଏଁ ଏହା କେବଳ ଗୋଟେ ଶିଶୁର କାହାଣୀ ନୁହେଁ। ନା, ଏହା ଭିତରେ ସେ ସମୟର ସମାଜ, ଲୋକଙ୍କର ବିଶ୍ୱାସ, ପରମ୍ପରା, ସ୍ନେହ, ଭୟ ସବୁକିଛିର ଚିତ୍ର ଅଛି। ଏକଦମ। ଷଠୀ ପୂଜା, କୋଷ୍ଠୀ, ଜ୍ୟୋତିଷ, ଭାଗ୍ୟ ଉପରେ ନିର୍ଭରଶୀଳତା, କନ୍ୟା ସନ୍ତାନ ପ୍ରତି ମନୋଭାବ, ମାର ମମତା, ଫକୀରମୋହନ ଏସବୁକୁ ଖୁବ୍ ସୁନ୍ଦର ଭାବେ ବାନ୍ଧି ରଖିଛନ୍ତି। ଆଉ ମଜାର କଥା, ଏ କାହାଣୀ 100 ବର୍ଷରୁ ଅଧିକ ପୁରୁଣା ହେଲେ ବି କିଛି କଥା ଆଜି ବି ସତ ଲାଗେ। କୋଉ କଥା? ଯେମିତି ସନ୍ତାନ ପାଇଁ ବାପା ମାଙ୍କର ସ୍ନେହ, ତା ଭବିଷ୍ୟତ ପାଇଁ ଚିନ୍ତା, ଏ ଭାବନା ତ ସବୁବେଳେ ସମାନ। ନିଶ୍ଚୟ। ଆଉ କିଛି ପାରମ୍ପରିକ ବିଶ୍ୱାସ ବି ଆଜି ବି ରହିଛି। ରୂପ ବଦଳି ଯାଇଥାଇପାରେ, ମଣିଷର ମନ ଭିତର କଥାଗୁଡ଼ାକ ସହଜରେ ବଦଳେନି। ଠିକ୍ କହିଲେ। ଫକୀରମୋହନଙ୍କ ଲେଖା ସେଇଥିପାଇଁ ତ ଏତେ ମହାନ, ସବୁ ସମୟ ପାଇଁ ପ୍ରାସଙ୍ଗିକ। ହଁ। ତାହେଲେ ଆଜିର ଆଲୋଚନା ବହୁତ ଭଲ ଲାଗିଲା। ହେଲେ ଏ ଯୋଉ ଦେବକନ୍ୟା ଚାନ୍ଦମଣି, ତା ଭାଗ୍ୟରେ ଆଗକୁ କ'ଣ ଥିଲା? ସେ ଖଡ଼ିରତ୍ନଙ୍କ କଥା, ସେ କଷ୍ଟର କଥା ସତ ହେଲା କି? ହଁ, ସେଇଟା ଜାଣିବା ପାଇଁ ତ ଆଗକୁ ଯିବାକୁ ପଡ଼ିବ ପରବର୍ତ୍ତୀ ଅଧ୍ୟାୟରେ। ନିଶ୍ଚୟ। ଶ୍ରୋତାମାନେ ଚାହିଁଲେ ଆମେ ଓଡ଼ିଆ ସାହିତ୍ୟର ଅନ୍ୟ କିଛି ବିଷୟରେ ବି ଏମିତି ଆଲୋଚନା କରିପାରିବା। ହଁ, ଯଦି ଆପଣଙ୍କର କିଛି ପସନ୍ଦର ଗଳ୍ପ ବା ଅଧ୍ୟାୟ ଅଛି, ଆମକୁ ମତାମତରେ ଜଣାନ୍ତୁ। ଆମେ ଚେଷ୍ଟା କରିବୁ। ଆଶା କରୁଛୁ ଆଜିର ଏ ଆଲୋଚନା ଆପଣମାନଙ୍କୁ ଭଲ ଲାଗିଥିବ। ଯଦି ହଁ, ତେବେ ଏହାକୁ ଲାଇକ୍ କରନ୍ତୁ
ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଆପଣଙ୍କର ମତାମତ ଆମ ପାଇଁ ବହୁତ ଜରୁରୀ। କରନ୍ତୁ। ଆଉ ନୂଆ ଆଲୋଚନା ପାଇଁ ବେଲ୍ ଆଇକନଟାକୁ ଦବାଇ ଦେଲେ ଆପଣଙ୍କୁ ସୂଚନା ମିଳିଯିବ। ଆଜି ପାଇଁ ଏତିକି। ଶୁଣିଥିବାରୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ଧନ୍ୟବାଦ। ଯିବା ପୂର୍ବରୁ ଗୋଟିଏ କଥା ଭାବିବା ପାଇଁ ଛାଡ଼ି ଯାଉଛି। ସେ ଷଠୀ ଦେବୀ ଯାହା ଲେଖିଲେ ବୋଲି କୁହାଗଲା, ସେଇଟା ହିଁ କ'ଣ ଚାନ୍ଦମଣିର ଶେଷ ଭାଗ୍ୟ ଥିଲା? ନା ମଣିଷର କର୍ମ ସେ ଭାଗ୍ୟକୁ ବଦଳେଇ ପାରେ? ଭଲ ପ୍ରଶ୍ନଟିଏ। ଦେଖାଯାଉ ଚାନ୍ଦମଣିର ଜୀବନ ଆଗକୁ ଏହାର କିଛି ଉତ୍ତର ଦେଉଛି କି ନାହିଁ। ପୁଣି ଭେଟିବା। ଧନ୍ୟବାଦ।